ତମେ ଅଛ ବୋଲି ଠାକୁରେ, ତମେ ଅଛ ବୋଲି ଠାକୁରେ, ଦେଲ ନାହିଁ ପୁଅ ଦେଲ ଦୁଇ ଝିଅ, ଦିନ ବିତାଏ ଦେଖି ତାଙ୍କ ମୁହଁ, ଘରଣୀଟେ ଦେଲ ଭାରି ନିରିମାଖି, ଘର ମୋ ଚଳାଏ ସବୁ ଜଗି ରଖି, ତମେ ହେଲ ମୋର ବାଟ ସାଥୀ ବୋଲି, ତମେ ହେଲ ମୋର ବାଟ ସାଥୀ ବୋଲି, ଚିନ୍ତା ନାହିଁ କେଉଁଥିରେ, ଖରାରେ ବର୍ଷାରେ ଶୀତରେ ଲୁହରେ ହସରେ ଦୁଃଖରେ। ସେଇଟା ଗୋଟେ ବଢିଆ ଭଜନଟା ମା। ମନେ ରହିଲା। ହଁ ଆଉ ମନେ ରଖିପାରିବି ଶୁଣିପାରିବ ତ, ଶୁଣିବ ଆଉ। ଭଗବାନ କି ଅପରାଧ କରିଛନ୍ତି ଆଖି ଭିତରେ? ନା ନା ସେମିତି କିଛି ନାହିଁ। ଆମେ ସମସ୍ତଙ୍କ ଜୀବନରେ ସେ ଆସିବ, କାହାର ଆଖି ଦେଖାଯିବନି, କାହାର କାନକୁ ଶୁଣାଯିବନି, କାହାର କେତେବେଳେ ଆସିବ ସମୟ କିଏ ଜାଣିଛନ୍ତି। ରାଜେଶର ଆମେ କଣ ଭାବିଥିଲେ ରାଜେଶର ହବ ବୋଲି? ରାଜେଶ ଯେତିକି ଦିନ ପାଇଁ ଆସିଥିଲା ଆମ ପାଖରେ ରହିଲା। ବାବା 85 ବର୍ଷ, ଆମେ ଭାବିଥିଲୁ 96 ବର୍ଷ ପର୍ଯ୍ୟନ୍ତ ରହିବେ, 85 ବର୍ଷ ପରେ ଦେହ ତ୍ୟାଗ କରିଗଲେ। ଗୋଟେ ମାସ ରାତି ମୁଁ ଶୋଇପାରିବି, କାରଣ ମୁଁ ଯଦି ପାରାଦ୍ୱୀପ ଗଲି ମୁଁ କେମିତି ଖାଇବି, ମୁଁ କେମିତି ମୁଣ୍ଡ କୁଣ୍ଡେଇବି, ବୁଝିଲୁ? ପାଣିଆ ଠୁ ଆସିଠୁ ପାଣି ଗ୍ଲାସ ଅଲଗା ଠୁ ବୋତଲ ଠୁ ସବୁ ମୋ ପାଇଁ ସେ ଖଞ୍ଜି ରଖିଥିବ। ମସୁରୀ କୋଉଠି ଶୋଇ ପଡ଼ିଥିବି, ମସୁରୀ ଚାରିକି ଜାଳି ଯୋଡ଼ିକି ମସୁରୀ ଟାଙ୍ଗିଦେବ, ବିଛଣା ଜାଣିବ, ବିଛଣା ପକେଇବ, ଗଲା। ସେ ମୋର ସବୁ କାମ କରିଥିଲା। ତା କଥା ଭାବି କିନ୍ତୁ ମାସେ କାଳ ମୋତେ ରାତିରେ ନିଦ ହେଲାନି। କୋଡ଼ିବା ଏବେ ନାହାନ୍ତି, କୋଡ଼ିବା ଭୁବନେଶ୍ୱର ମନ ଦୁଃଖରେ ପଡ଼ିଯାଇଛନ୍ତି ଆଉ। ତାଙ୍କ ଘରେ ସେଇ ଘରେ ଯାଉ ସବୁ ଇଏ ଲାଗୁଥିବ ନା, ମନେ ପଡ଼ୁଥିବ। ଯାହାର ଯେତେବେଳେ ଭଗବାନ ଯାଉ କାହିଁକି ତାକୁ ନେଇଗଲେ ସେ ଜାଣିଛନ୍ତି, ଭଗବାନ ଜାଣିଥିବେ ତାକୁ ଆଉ କୋଉଠି ନେଇକିରି ଜନ୍ମ ଦେଇଥିବେ ଭଲ ଜାଗାରେ। ଆଜି ପର୍ଯ୍ୟନ୍ତ ତା କଥା ମନେ ପଡ଼ିଲେ ମୁଁ ନିଜେ ଖାଇପାରୁନି କି କିଛି କରିପାରୁନି।